प्रथम स्कंध षष्ठ अध्याय। सुद उवाच सौनक आदि मुनि मध्ये सुत कहन्ति ज्ञानबोधे शुण सकल मुनिजन से व्यास नारद प्रसन्न एमन्ते नारदଙ୍କ ବାଣୀ ସେ ସତ୍ୟବତୀ ସୁତ ଶୁଣି ନାରଦ ଜନ୍ମ କର୍ମ ଯେତେ ହରିଙ୍କି ଭଜିଲେ ଯେମନ୍ତେ ଏ ସର୍ବ କଥା ଜାଣିବାରେ ପୁଣି ପୁଛିଲେ ଆରବାରେ। ବ୍ୟାସବାଚ ଥିଲେ ସନ୍ନ୍ୟାସୀ ଯେତେ ଦିନ ତୁମ୍ଭକୁ କଲେ ମନ୍ତ୍ରଦାନ ସନ୍ତୋଷେ ଦେଇ ମନ୍ତ୍ର ଦୀକ୍ଷା ଗମିଲେ ଯେଣେ ତାଙ୍କ ଇଚ୍ଛା। ତଦନ୍ତରେ କଲ କିସ ତୁମ୍ଭର ପ୍ରଥମ ବୟସ ଜନ୍ମ ସଞ୍ଚଇ ପ୍ରଜାପତି ବାଳୁତ କାଳୁ ଯେତେ ଗତି କରି ବଞ୍ଚନ୍ତି ପ୍ରାଣୀ ସର୍ବେ ତୁମ୍ଭେ ବଞ୍ଚିଲ କେଉଁ ଭାବେ କାଳ ପ୍ରବେଶେ ମୁନିବର କେହ୍ନେ ଛାଡ଼ିଲ କଳେବର ପୂର୍ବ କଳ୍ପର ଏ ବିଚାର କି ରୂପେ ହେଲା ଜାତି ସ୍ମର ତୁମ୍ଭର ଜ୍ଞାନ ଦେହ ଅନ୍ତେ କାଳ ନ ହରିଲା କେମନ୍ତେ। ହେମନ୍ତ ବ୍ୟାସ ମୁଖୁ ଶୁଣି ବ୍ରହ୍ମନନ୍ଦନ ବାକ୍ୟ ଭଣି। ନାରଦ ଉବାଚ ଶୁଣ ହେ ମୁନି ଶୁଦ୍ଧ ଚେତା ମୋ ଜନ୍ମ କର୍ମର ବାରତା ମୋତେ ପରମ ଜ୍ଞାନ ଦେଇ ବିପ୍ରେ ସେ ଗଲେ ପଥ ଚାହିଁ ମୁଁ ପୁଣି ପ୍ରଥମ ବୟସେ ମୁନିଜନଙ୍କ ଉପଦେଶେ ଦିନ ବଞ୍ଚଇ ମାତା କୋଳେ ମନ ମୋ କୃଷ୍ଣ ପାଦ ତଳେ ମୋର ଜନନୀ ବିପ୍ର ଘରେ ସେବକୀ ପଣେ ଦିନ ହରେ ସେବଇଁ ବିପ୍ର ଘରେ ନିତେ ନଥାଇ ଆତ୍ମାର ଆୟତେ ଏକଇ ପୁତ୍ର ତାର ମୁହିଁ ସେ ମୋତେ ଦଣ୍ଡେ ନ ଛାଡ଼ଇ ସ୍ନେହେ ପୋଷଇ ନୀତି ନୀତି ମୋତହୁଁ ନାହିଁ ଅନ୍ୟ ଗତି ମୋର ନିମନ୍ତେ ଭିକ୍ଷା ଅନ୍ନ ବହୁତ କଳ୍ପେ ତାର ମନ ସେବା ପାଇବ ଅନ୍ନ କାହିଁ ବ୍ରାହ୍ମଣ ଘରେ ଜାମିଳଇ ମୋତେ ଭୁଞ୍ଜାଇ ଅବଶେଷେ ମୋର ଜନନୀ କରେ ଗ୍ରାସେ ସଂସାର ଈଶ୍ୱର ଆୟତେ ଏମନ୍ତେ ଗଲା ଦିନା କେତେ ମୁଁ ସେ ବ୍ରାହ୍ମଣ ଘରେ ଥାଇ ସନ୍ଧ୍ୟା ସକାଳ ନ ଜାଣଇ ବାଳକ ପଞ୍ଚମ ବୟସେ ପଞ୍ଚଇ ଜନନୀର ପାଶେ ମୋର ଜନନୀ ଏକ ଦିନେ ମୋର ଜନନୀ ଏକ ଦିନେ ବ୍ରାହ୍ମଣ ଘରେ ଗୋଧୋଧନେ ଧେନୁ ଦୋଧନ୍ତେ ପଥେ ବସି ସର୍ପେ ମିଳିଲା ପାଶେ ଆସି ଦଇବ ଯୋଗେ ସେ ଦଂଶିଲା ତକ୍ଷଣେ ଜନନୀ ମୋ ମଲା ମୁହିଁ ତାହା ମାତାଙ୍କୁ ଅଗ୍ନି ଦେଇ ଭାଳଇ ଚଉଦିଗ ଚାହିଁ ବିପ୍ରଙ୍କ ତହିଁ ମୋର ମନ ନିତ୍ୟେ ଭାଳଇ ଛନ ଛନ ତାହାଙ୍କୁ ଭେଟିବାର ଅର୍ଥେ ଗଲି ମୁଁ ଉତ୍ତର ଦିଗ ପଥେ ଅନେକ ପୁର ନଗ୍ର ଗ୍ରାମ ବିପ୍ରଙ୍କୁ ଖୋଜି ପଥ ଶ୍ରମ ଖଟେ ଖର୍ବଟ ବାଟି ବନେ ଦୁର୍ଗମ ପର୍ବତ କାନନେ ପବିତ୍ର ଜଳେ ପୁଣ୍ୟ ତୀର୍ଥେ ଦେବେ ସେବନ୍ତି ଯହିଁ ନିତ୍ୟେ
ଉତ୍ତର ଉତ୍ତମ ସରୋବର ବନେ, ହଂସ ସାରସ ଭୃଙ୍ଗ ସ୍ୱନେ। ପୁଣି ମିଳିଲି ଘୋର ଦେଶେ, ପୂରିତ ନଳକୂଅ କାଶେ। ହସ୍ତୀ ସେବିତ ବନ ଆଦି, ଯେ ସ୍ୱର୍ଣ୍ଣ ଚିତ୍ର ପୁଣ୍ୟ ନଦୀ। ବୈଷ୍ଣବୀ ଲତା ଗୁଳ୍ମ ସାର, ଦିଶଇ ଘୋର ଅନ୍ଧକାର। ସର୍ପ ଉଳୁକ ଶିବ ଗ୍ରହେ, ବନେ ଭ୍ରମଇ ଏକା ଦେହେ। ଏମନ୍ତେ ଭ୍ରମ ଘୋର ପଥେ, ଶ୍ରମେ ପିପାସା ବିଭୁକ୍ଷିତେ। ଏମନ୍ତେ ଯେଉଁ ପଦ ପଦେ ପଦେ, ଶ୍ରମେ ପଶିଲି ନଦୀ ହ୍ରଦେ। ଶୀତଳ ବାରି ସ୍ନାନ ପାନ, କରନ୍ତେ ଗଲା ମୋର ସ୍ନାନ। ସେ ନଦୀ ଜଳେ ପ୍ରାଣ ତୋଷି, ଅଶ୍ୱତ୍ଥ ତରୁ ତଳେ ବସି। ଯେ ରୂପେ ମୁନିଙ୍କ ବଚନେ, ଆତ୍ମାରେ ଆତ୍ମା ଅବଧାନେ। କୃଷ୍ଣର ପାଦ ପଦ୍ମେ ଯୁଗେ, ଧ୍ୟାନ ମୁଁ କଲି ଅନୁରାଗେ। ଉତ୍କଣ୍ଠା ଗଦ୍ଗଦ ବଚନ, ଅଶ୍ରୁ ଜଳରେ ନେତ୍ର ପୂର୍ଣ୍ଣ। ତତ୍କ୍ଷଣେ ପରମ ଆନନ୍ଦେ, ହରି ବିଜୟ ମୋର ହୃଦେ। ଅତ୍ୟନ୍ତ ପ୍ରେମ ଭର ଦେହେ, ଉଦ୍ଦାମ ହେଲା ତନୁ ରହେ। ଆନନ୍ଦ ସାଗରେ ବୁଡ଼ିଲି, ଉଭୟ ଲୋକେ ନ ଜାଣିଲି। ରୂପେ କି ଦେବା ପଟାନ୍ତର, ମନ ବଚନ ଅଗୋଚର। ଦେଖି ଉଠିଲି ତତ୍କ୍ଷଣେ, ବିକଳେ ଚିତ୍ତ କର ଶଣେ। ପୁଣି ରହିଲି ଦୃଢ଼ ଚିତ୍ତେ, ସେ ରୂପ ଦେଖିବା ନିମନ୍ତେ। ସେ ହରି ହୋଇଲେ ଅନ୍ତର, ଦିଶିଲା ଘୋର ଅନ୍ଧକାର। ବାହୁଡ଼ି ଚାହିଁଲି ବାହାରେ, ଦିଶ ଆକାଶ ଅଭ୍ୟନ୍ତରେ। ଭିତରେ ବାହାରେ ନ ପାଇ, ଆକୁଳେ କମ୍ପେ ମୋର ଦେହି। ଏମନ୍ତ ଅନ୍ତରୀକ୍ଷ ବାଣୀ, କିବା ଅମୃତ ତରଙ୍ଗିନୀ। ମନ ବଚନେ ଅଗୋଚର, ସ୍ୱଭାବେ ଗମ୍ଭୀର ସୁସ୍ୱର। ପ୍ରସନ୍ନ କଲା ମୋର ମନ, ଶୁଣିଲି ଆକାଶ ବଚନ। ଏ ଜନ୍ମେ ଦେଖିବୁ ତୁ କାହିଁ, ମୋହର ଆଦି ଅନ୍ତ ନାହିଁ। କୁଜନ ଜନଙ୍କର ଚିତ୍ତ, କର୍ମ ବାସନାରେ ଜଡ଼ିତ। ଯାବତ ଶୁଭାଶୁଭ କର୍ମେ, ଚିତ୍ତ ଆକର୍ଷେ ମନ ଭ୍ରମେ। ସେ ମୋତେ ପାଇବେ କେମନ୍ତେ, କର୍ମ ଆବରି ନାନା ମତେ। ମୋର ସେବକ ସେବା ଫଳେ, ତେଣୁ ଦେଖିଲୁ ମୋତେ ଡୋଳେ। ମୁଁ ଯାର ଚିତ୍ତେ ନିତ୍ୟେ ଥାଇ, ତା ହୃଦେ ଅମଙ୍ଗଳ କାହିଁ। ଏବେ ସାଧୁଙ୍କ ସେବା କରି, ଦୀର୍ଘ ଜୀବନ ଦେହେ ଧରି। ଦୃଢ଼ ଭକତି ମୋର ପାଦେ, ଚିତ୍ତେ ପ୍ରସରୁ ଅପ୍ରମାଦେ। ଏ ଦେହେ ଛାଡ଼ିବ ମୋ ଧନ, ଦେହ ଛାଡ଼ି ମୋର ଧ୍ୟାନେ। ଅନ୍ତେ ମିଳିବୁ ମୋ ଭୁବନେ, ମୋର ବିଷୟେ ତୋର ମତି। କେବେହେଁ ନୋହନ୍ତି ଦୁର୍ଗତି, ସୃଷ୍ଟି ପ୍ରଳୟ ବାଧା ଯେତେ। କେବେହେଁ ନ ଲାଗଇ ତୋତେ, ମୋ ଅନୁଗ୍ରହେ ହେଉ ଜ୍ଞାନ। ଏମନ୍ତ ଆକାଶ ବଚନ, ସ୍ୱଭାବେ ସ୍ଫୁରେ ଅନ୍ତରୀକ୍ଷ। କେ ତାହା ଦେଖିବ ପ୍ରତ୍ୟକ୍ଷ, ସ୍ୱଭାବେ ରୂପ ନାହିଁ ଯାର। ମହାମହିମା ନିର୍ବିକାର, ସେ ବାଣୀ ଶୁଣି ଚିତ୍ତ ସ୍ଥିରେ। ପ୍ରଣାମ କଲି ତା ପୟରେ, ମୋର ଜୀବନ କୃତ। ଶୁଣ ହେ ସତ୍ୟବତୀ ଶ୍ରୁତ, ସେ ବିନୁ ନ ଜାଣଇ ଆନ। ମୋ ସର୍ବଗତି ଭଗବାନ, ଲାଜ ଭୟକୁ ପର କରି। ହୃଦେ ଗୋବିନ୍ଦ ନାମ ଧରି, ଅନନ୍ତ ନାମ ଗୁଣ ଯେତେ। ଚିତ୍ତେ ସୁମରି ଅବିରତେ, ଭୂମି କରଇ ପର୍ଯ୍ୟଟନ। ବିଗତ ରାଗ ଦୃଷ୍ଟ ମନ, ମଦମାଶ୍ଚର୍ଯ୍ୟ ମାନ ତେଜି। କୃଷ୍ଣ ଚରଣେ ଦୃଢ଼ ଭଜି,
ଏମନ୍ତେ ଭ୍ରମ ଅନୁଦିନେ ନିର୍ମଳ ହୋଇଲା ମୋ ମନ। ଏମନ୍ତେ ମରଣ ନିୟତେ କାଳ ହୋଇଲା ଉପଗତେ। ସଂଶୟ ସ୍ଫୁରେ ମୋର ମନେ ବିଜୁଳି ଯେହ୍ନେ ନୀଳ ଘନେ। ଦିବ୍ୟ ସ୍ୱରୂପ ମୁହିଁ ଦେଖି ତତ୍କ୍ଷଣେ ଶରୀରେ ଉପେକ୍ଷି। ଆନନ୍ଦେ କୃଷ୍ଣ ଅନୁଗ୍ରହେ ଶୂନ୍ୟେ ଗମିଲି ଦିବ୍ୟ ଦେହେ। କଳ୍ପାନ୍ତେ ଦିନ ପ୍ରଳୟରେ ଏ ସୃଷ୍ଟି ଦେଖିଣ ଉଦରେ। କ୍ଷୀର ଜଳଧି ମଧ୍ୟେ ସ୍ଥିର ଅନନ୍ତ ଶୟନେ ଅଚ୍ୟୁତ। ପଶିଲି ତାର ଅଭ୍ୟନ୍ତରେ ନିର୍ଲେପ ନିର୍ମଳ ଶରୀରେ। ଯେବେ ସହସ୍ର ଯୁଗ ଗଲା ଶୟନୁ ଅନନ୍ତ ଉଠିଲା। ତତ୍କ୍ଷଣେ ବ୍ରହ୍ମ ରୂପ ଧରି ଭୂମି ଭିଆଇ ସୃଷ୍ଟି କରି। ମରିଚି ଆଦି ସପ୍ତ ସୁତ ବ୍ରହ୍ମା ମନରୁ ହେଲେ ଜାତ। ମୁହିଁ ହୋଇଲି ତାଙ୍କ ସଙ୍ଗେ ସମ୍ଭୂତ ବିଧାତାର ଅଙ୍ଗେ। ନିଶ୍ଚଳ ଚିତ୍ତେ ଦୃଢ଼ ବ୍ରତେ ଏ ତିନି ଲୋକେ ଭ୍ରମେ ନିତ୍ୟେ। କୃଷ୍ଣର ଭାବେ ଭ୍ରମେ ନୀତି ମୋର ଅବ୍ୟାହତ ଗତି। କୃଷ୍ଣ ଭକତି ଭାବେ ଭୋଳେ ମୁହିଁ ଗାଇଲି ଅନ୍ତରାଳେ। ଦେବଙ୍କ ମଧ୍ୟେ ମୁହିଁ ଥାଇ ନୃତ୍ୟ କରଇ କୃଷ୍ଣ ଗାଇ। ଶୁଣି ସନ୍ତୋଷ ମୋର ବାଣୀ ବୀଣା ଗୋଟିଏ ଦେଲେ ଆଣି। ଶପଥ ସ୍ୱର ବିଭୂଷଣ ସୁସ୍ୱର ନାଦ ତିନି ଗୁଣା। ସ୍ୱର ମୂର୍ଚ୍ଛନା ନାଦ ବାଇ ଆନନ୍ଦେ କୃଷ୍ଣ ଗୁଣ ଗାଇ। ନିରତେ ଭ୍ରମେ ତ୍ରିଜଗତେ ଶୁଣ କହିବା ଆଉ ଯେତେ। ହରିର ଅଭୟ ଚରଣେ ହରିର ଅଭୟ ଚରଣ ଅଶେଷ ତୀର୍ଥକର ସ୍ଥାନ। ସେ ପାଦ କଲେ ସୁମରଣ ଶୀଘ୍ରେ ମୋ ଚିତ୍ତ ନାରାୟଣ। ଆଦିତ୍ୟ ତେଜ ପ୍ରାୟ ଦିଶେ ଅଜ୍ଞାନ ତମ ବେଗେ ନାଶେ। ସେ ହରି ଚରିତର ଗୁଣେ ଭୋ ମୁନି ସାବଧାନେ ଶୁଣ। ଭବସାଗରେ ଯେତେ ନର ଆତୁର ଚିତ୍ତେ ଅଭ୍ୟନ୍ତରେ। ବିଷୟ ରସେ ସୁଜଡ଼ିତ କେବେ ହେଁ ନହେ ଶୁଦ୍ଧ ଚିତ୍ତ। ଅଛନ୍ତି ଭବ ସିନ୍ଧୁ ଗର୍ଭେ ସେ ନରେ କେମନ୍ତେ ତରିବେ। କୃଷ୍ଣର ଗୁଣ ଗାଥା ଘୋଷି ଆନନ୍ଦେ ସୁଖ ନାବେ ବସି। ହେଳେ ତରିବେ ହରି ଗାଇ ଅନ୍ୟଥା ସୁଖ ଲେଶ ନାହିଁ। ଯମ ନିୟମ ଯୋଗ ପଥେ ଯେ ନର ସାଧେ ଅବିରତେ। ଏ ନାବ ପାଇବ ସେ କାହିଁ ଯେବେ ଗୋବିନ୍ଦେ ଚିତ୍ତ ନାହିଁ। ଶୁଣ ହେ ସତ୍ୟବତୀ ସୁତ ମୋହର ପୂର୍ବର ଚରିତ। ଜନ୍ମ କର୍ମାଧି ମୋର ଯେତେ କହିଲି ତୁମ୍ଭର ଗତେ। ତୁମ୍ଭର ମନୋତ ଅର୍ଥେ କହିଲି ଭକ୍ତି ଯୋଗ ଯେତେ। ସୁତ ଉବାଚ ସୁତ କହନ୍ତି ଅନୁରାଗେ ଯଜ୍ଞେ ସମସ୍ତ ମୁନି ଆଗେ। ନାରଦ ଜନ୍ମ କର୍ମ କଥା ବିଷ୍ଣୁ ଭକତିର ବ୍ୟବସ୍ଥା। ବ୍ୟାସଙ୍କ ଆଗେ ସର୍ବ କହି ଆନନ୍ଦେ ବୀଣା ବାଦ୍ୟ ବାଇ। ଆକାଶ ମାର୍ଗେ ଗଲେ ଏକେ ବିଜୁଳି ଯେହ୍ନେ ବଳା ହକେ। ଧନ୍ୟ ମହିମା ଦେବ ଋଷି ନିରତେ କୃଷ୍ଣ ନାମ ଘୋଷି। ହରି ଗାୟନେ ଭୋଳ ହୋଇ ବିବିଧ ଛନ୍ଦେ ବୀଣା ବାଇ। ନିରତେ ଭ୍ରମେ ତିନି ପୁରେ ଜଗତ ସଙ୍କଟ ଉଦ୍ଧାରେ। ବୋଲଇ ଦାସ ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ବ୍ୟାସ ନାରଦ ସମ୍ବାଦେ ଷଷ୍ଠ ଅଧ୍ୟାୟ।